ନିଖୋଳ ଉତ୍କଳ ବାରିକ ସମିତିର ବାର୍ଷିକ ସାଧାରଣ ବୈଠକ ଖଲିକୋଟ ବ୍ଲକର ରସି ସୀମା ବାଗେଦେବୀ ଡାଳଖାଇ ମନ୍ଦିର ପରିସରରେ ନିଖୋଳ ଉତ୍କଳ ବାରିକ ସମିତି ଖଲିକୋଟ ତାଲୁକାର ବେଢମୁଠା ମଣ୍ଡଳର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖଲିକୋଟ ତାଲୁକା ସଭାପତି ସୀମାଞ୍ଚଳ ବାରିକ ସମ୍ପାଦକ ସୁରେନ୍ଦ୍ରନାଥ ଡାକୁଆ ବେଢମୁଠା ସଭାପତି ବିଦ୍ୟାଧର ଡାକୁଆ ସମ୍ପାଦକ ଉମାଚରଣ ବେହେରା ରମେଶ ଚନ୍ଦ୍ର ବେହେରାଙ୍କ କରକୁମଳରେ ଦୀପ ପ୍ରଜ୍ୱଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଗତ ବର୍ଷର ଆୟବ୍ୟୟ ଅଟକଳ ମୂଲ୍ୟ ସମ୍ପାଦକ ବିବରଣୀ ପଠନ କରାଯାଇଥିଲା। ସାମ୍ବାଦିକ ପରିସ୍ଥିତିରେ ବାରିକମାନଙ୍କ ଜୀବିକା ବହୁ କଷ୍ଟ ହୋଇପଡ଼ିଲାଣି, ତେଣୁ ସେମାନଙ୍କ ଜୀବିକା କିପରି ଉତ୍ତମ ହୋଇପାରିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା। ସେମାନଙ୍କର କୌଣସି କୋଠାଘର ନଥିବାରୁ ସେମାନଙ୍କର ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ସରକାରଙ୍କ ତରଫରୁ ଗୋଟିଏ କୋଠାଘର ନିମିତ୍ତ ହୋଇପାରିଥାନ୍ତା, ତାହେଲେ ସେମାନେ ଉପକୃତ ହୋଇପାରିଥାନ୍ତେ ବୋଲି ତାଲୁକା ସଭାପତି ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ରୋହିତ ଭାଇମାନଙ୍କର ବିଭିନ୍ନ ସମସ୍ୟାର ଆଲୋଚନା କରାଯାଇଥିଲା। ବାର୍ଷିକ ସାଧାରଣ ବୈଠକରେ ନୂତନ ସଭ୍ୟ ନିର୍ବାଚନ ରହିଥିବା ବେଳେ କେଉଁ କର୍ମକର୍ତ୍ତାମାନେ ଦାୟିତ୍ୱରେ ରହିଥିଲେ ସେହିମାନେ ହିଁ ପୁନର୍ବାର ଦାୟିତ୍ୱ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ମଙ୍ଗରାଜ ବାରିକ, ଉପସଭାପତି ଗଣେଶ ବାରିକ, ବରିଷ୍ଠ ସଭ୍ୟ ଆନନ୍ଦ ବେହେରା, ସଭ୍ୟ ରବୀନ୍ଦ୍ର ବାରିକ, ଭଗବାନ ବାରିକ, ଚରଣ ଡାକୁଆ, ଦୁର୍ଯ୍ୟୋଧନ ବାରିକ ସମେତ ସମସ୍ତ ରୋହିତ ଭାଇମାନେ ଉପସ୍ଥିତ ରହିଥିଲେ। ଶେଷରେ ସମ୍ପାଦକ ଉମାଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।